ଘର ଭଡ଼ା ଦେଉଥିବା ମାଲିକମାନେ ଧ୍ୟାନ ଦିଅନ୍ତୁ। ଘର ଭଡ଼ା ଦେବା ପୂର୍ବରୁ ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ଆପଣ ଫସିଯିବାର ଆଶଙ୍କା ଅଧିକ। ଏବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଆଜିକାଲି ଘର, ଫ୍ଲାଟ୍ କିମ୍ବା ଘରର କିଛି ଅଂଶ ଭଡ଼ାରେ ଲଗାଇ ଲୋକମାନେ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଘର ଭଡ଼ା ଦେବା ପୂର୍ବରୁ କିଛି ଜିନିଷ ଉପରେ ନଜର ପକାନ୍ତୁ, ନଚେତ୍ ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କିଛି କ୍ଷେତ୍ରରେ ଭଡ଼ା ନ ଦେବା, ଘର ଖାଲି କରିବାକୁ ମନା କରିବା କିମ୍ବା କିଛି ଅପରାଧିକ ମାମଲାରେ ଲିପ୍ତ ହେବା ଫଳରେ ଘର ମାଲିକଙ୍କ ପାଇଁ ଆଇନଗତ ଅସୁବିଧା ସୃଷ୍ଟି କରିପାରେ। ତେଣୁ ଭଡ଼ାଟିଆ ବାଛିବା ସମୟରେ ଭବିଷ୍ୟତର ଗୁରୁତ୍ୱପୂର୍ଣ୍ଣ ଅସୁବିଧାକୁ ଏଡ଼ାଇବା ପାଇଁ କେବଳ ବିଶ୍ୱାସ ଉପରେ ନିର୍ଭର ନକରି ଆବଶ୍ୟକୀୟ ଡକୁମେଣ୍ଟେସନ ଏବଂ ଆଇନଗତ ପ୍ରକ୍ରିୟା ପୂରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂତନ ଭଡ଼ାଟିଆଙ୍କୁ ଘର ଭଡ଼ା ଦେବା ପୂର୍ବରୁ ପୋଲିସ ଯାଞ୍ଚ କରାଯିବା ଆବଶ୍ୟକ। ଏହା ଅନେକ ରାଜ୍ୟ ଏବଂ ସହରରେ ବାଧ୍ୟତାମୂଳକ। ପୋଲିସ ଯାଞ୍ଚ ଦ୍ୱାରା ଭଡ଼ାଟିଆଙ୍କ ପରିଚୟ ଏବଂ ଆପଣରାଧିକ ରେକର୍ଡ ଯାଞ୍ଚ କରାଯାଏ। ଯଦି ଭବିଷ୍ୟତରେ କୌଣସି ମାମଲାରେ ଭଡ଼ାଟିଆଙ୍କ ନାମ ଆସେ ଏବଂ ପୋଲିସ ଯାଞ୍ଚ କରାଯାଇ ନଥାଏ, ତେବେ ଘର ମାଲିକ ତଦନ୍ତ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଏହି ପ୍ରକ୍ରିୟାକୁ କେବେ ବି ଅଣଦେଖା କରାଯିବା ଉଚିତ ନୁହେଁ। ଘର ଭଡ଼ା ଦେବା ପୂର୍ବରୁ ଭଡ଼ାଟିଆଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରଖିବା ଅତ୍ୟନ୍ତ ଜରୁରୀ। ସେଗୁଡ଼ିକ ହେଉଛି ଆଧାର କାର୍ଡ଼ ଏବଂ ପ୍ୟାନ୍ କାର୍ଡ଼ର କପି, ଭୋଟର ପରିଚୟ ପତ୍ର, ପାସପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ସାଇଜ୍ ଫଟୋ, ମୋବାଇଲ ନମ୍ବର ଏବଂ ଇମେଲ୍ ଆଇଡି, ସ୍ଥାୟୀ ଠିକଣାର ପ୍ରମାଣ, ନିଯୁକ୍ତିଦାତାଙ୍କ ପାଇଁ କମ୍ପାନୀର ନାମ, କାର୍ଯ୍ୟାଳୟ ପରିଚୟ ପତ୍ର ଏବଂ ଠିକଣା, ଛାତ୍ରମାନଙ୍କ ପାଇଁ କଲେଜ ପରିଚୟ ପତ୍ର ଏବଂ ସ୍ଥାନୀୟ ଅଭିଭାବକଙ୍କ ଯୋଗାଯୋଗ ନମ୍ବର ଆଦି ସମସ୍ତ ଡକୁମେଣ୍ଟଗୁଡ଼ିକର ଫଟୋକପିଗୁଡ଼ିକୁ ଆପଣଙ୍କ ରେକର୍ଡରେ ସୁରକ୍ଷିତ ରଖିବା ଭବିଷ୍ୟତରେ ବହୁତ ଉପଯୋଗୀ ହେବ। କେବଳ ମୌଖିକ ଯୋଗାଯୋଗ ଉପରେ ଆଧାର କରି ଘର ଭଡ଼ା ଦେବା ଏକ ବଡ଼ ଭୁଲ ହୋଇପାରେ। ସର୍ବଦା ଷ୍ଟାମ୍ପ ପେପରରେ ଏକ ଲିଖିତ ଭଡ଼ାର ଚୁକ୍ତିନାମା ପ୍ରସ୍ତୁତ କରନ୍ତୁ ଏବଂ ଘର ମାଲିକ, ଭଡ଼ାଟିଆ ଏବଂ ଦୁଇ ଜଣ ସାକ୍ଷୀଙ୍କ ଦ୍ୱାରା ସ୍ୱାକ୍ଷରିତ କରନ୍ତୁ। ଚୁକ୍ତିନାମାରେ ମାସିକ ଭଡ଼ା, ସୁରକ୍ଷା ଜମା, ବିଦ୍ୟୁତ୍ ଏବଂ ପାଣି ବିଲ୍, ଭଡ଼ା ପ୍ରଦାନ ତାରିଖ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତାବଳୀ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯିବା ଉଚିତ। ଏବେ ଅନେକ ରାଜ୍ୟରେ ଭଡ଼ା ଚୁକ୍ତିନାମା ମଧ୍ୟ ପଞ୍ଜୀକୃତ ହୋଇଥାଏ, ଯାହା ଆଇନଗତ ସୁରକ୍ଷାକୁ ଆହୁରି ସୁଦୃଢ଼ କରିଥାଏ। ଘର ମାଲିକମାନେ ସର୍ବଦା ବ୍ୟାଙ୍କ ସ୍ଥାନାନ୍ତର, ୟୁପିଆଇ କିମ୍ବା ଅନ୍ୟ କୌଣସି ଉପାୟରେ ସମ୍ପୂର୍ଣ୍ଣ ରେକର୍ଡ ସହିତ ଭଡ଼ା ଗ୍ରହଣ କରିବା ଉଚିତ। ନଗଦ କାରବାର ଭବିଷ୍ୟତରେ ବିବାଦ ସୃଷ୍ଟି କରିପାରେ, ତେଣୁ ବ୍ୟାଙ୍କ ସ୍ଥାନାନ୍ତର ଏବଂ ୟୁପିଆଇ ହେଉଛି ସୁରକ୍ଷିତ ପଦ୍ଧତି। ଏହା ସହିତ ସମୟ ସମୟରେ ଭଡ଼ାଟିଆଙ୍କ ମୋବାଇଲ ନମ୍ବର, ଜରୁରୀକାଳୀନ ଯୋଗାଯୋଗ ସୂଚନା, ପରିବାର ସୂଚନା ଏବଂ ନିଯୁକ୍ତି କିମ୍ବା ଶିକ୍ଷାଗତ ସୂଚନାକୁ ଅପଡେଟ୍ କରନ୍ତୁ। ଯଦି ଆପଣ ଜଣେ ଭଡ଼ାଟିଆ ଆସନ୍ତି, ତେବେ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା ପୁନରାବୃତ୍ତି କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଘର ମାଲିକ ଆରମ୍ଭରୁ ସମସ୍ତ ଆବଶ୍ୟକୀୟ ନିୟମ ପାଳନ କରନ୍ତି, ତେବେ ଭବିଷ୍ୟତରେ ବିବାଦର ସମ୍ଭାବନା ବହୁତ ହ୍ରାସ ପାଇଥାଏ। ତେବେ ପୋଲିସ ଯାଞ୍ଚ, ଉପଯୁକ୍ତ ଡକୁମେଣ୍ଟେସନ, ଏକ ଲିଖିତ ଭଡ଼ା ଚୁକ୍ତିନାମା ଏବଂ ଡିଜିଟାଲ ପେମେଣ୍ଟ ଭଳି ଛୋଟ ପଦକ୍ଷେପ ଆପଣଙ୍କ ସମ୍ପତ୍ତି ଏବଂ ଅଧିକାରକୁ ସୁରକ୍ଷା ଦିଏ। ତେଣୁ ଆପଣଙ୍କ ଘର ଭଡ଼ା ଦେବା ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରନ୍ତୁ ଏବଂ ଆବଶ୍ୟକୀୟ ଯତ୍ନ ବିନା କାହାକୁ ଭଡ଼ା ଦେବାରୁ ବଞ୍ଚିତ ହୁଅନ୍ତୁ। ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ